श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि माँ लक्ष्मी बार गुरुवार। आसंतो प्रथमे महालक्ष्मी को स्तुति करिबा, तापरे बृहत लक्ष्मी पुराण किछि समय हेउ पछे निश्चय शुणिबे। प्रथमे आसंतो महालक्ष्मी स्तुति करिबा। जय जय महालक्ष्मी विष्णु पाटराणी, जय जय महालक्ष्मी जगत जननी, जय जय महालक्ष्मी विपद भंजनी, जय जय महालक्ष्मी संसार पालिनी, पद्म विलासिनी पाद पंकज शरण, महालक्ष्मी नाम गाई जाऊ मोर दीना, क्रियाहीन भक्तिहीन मुहि मूढ़ मती, मने मोर हेजी अछि गाइबी तो स्तुति। प्रथम रे सिंधुराज जे माँ लक्ष्मी नाम, द्वितीय रे कमला बोलंती नारायण, तृतीय रे पद्मा नाम अटैत हर, चतुर्थ रे हरि प्रिया जगत रे सार, पंचम रे तोर नाम दारिद्र्य भंजनी, षष्ठ रे विमला माता दुख विनाशिनी, सप्तम रे नाम अटे जगत मोहिनी, अष्टमे चंचला नाम वरुण दुलाणी, नवमे माता जानकी अटु दयामयी, दशम नामटी तोर उमा महामाई, एही दश नाम तोर जे स्मरे प्रत्यह, अचिरे तुटई तार दुख सकमह, दरिद्रता नर होई तार केते बेले, धन धान्य रे भंडारे पूर्ण सदा काले, कीटु ब्रह्म जाए सबु जीवंक आहार, तो पूर्ण भंडारु सदा आशय सकल, तोर द्रोही मानंकु माँ अनंतई, दरिद्र पंचाक्षर मंत्र नीति मुजपई, 12 श्रेष्ठ गुरुवार तोर प्रियती, एही दिन तोते मालो जे करई स्तुति, तू ही अन्नपूर्णा तारे हे उमा सदय, सर्वस्थाने से प्राणीर होई विजय, गुरुवार जेऊ नारी पढ़ई तो स्तुति, ओहि सुलक्षणी हुए सेहि भाग्यवती, सोचिबंत होई जे तो पाद से बुथाई, ता सकल आशा हेळे पूर्ण करू तुही, तोह ठारे जार थाए माँ पूर्ण विश्वास, लक्ष्मी जुक्ता हुए पुणी
লোভে বহু যশ ভাবରୁ ନିକଟ ତୁହି ଅଟୁ ଭଗବତୀ ଭବ ସାଗରକୁ ଭେଳା ତୋର ନାମ ସ୍ତୁତି ନ ଜାଣେ ତ ମହିମା ମୁଁ ଭକ୍ତି ନ ଜାଣଇ ଏତିକି ଜାଣିଛି ମାମ ଅଟେ ଦୟାମୟୀ ଏ ଚର୍ମ ନେତ୍ରରେ ତୋତେ ଦେଖି ନାହିଁ ଦିନେ ପାଦ ସେବୁ ଅଛି ଆଶା ପୂର୍ଣ୍ଣ ହେଉ ଯେହ୍ନେ ମାଗିବି ନାହିଁ ମୁଁ ଧନ ଜନ କିଛି ତୋତେ ତୋ ଚରଣ ରେଣୁ ନେଇ ବୋଲିବି ମୋ ମାଥେ ଥରୁଟେ ପଣ ତ କାନି ରେ ମୁହଁ ମୋ ପୋଛିବି ଲୁହ ଢାଳି ତୋ ଚରଣ ଧୌତ କରିବି ମାଗୁଣି ଏତିକି କରୁଣାମୟୀ ଚରଣେ ଜନ୍ମେ ଜନ୍ମେ ରଖିବୁ ମୋତେ ସେବକ ପଣେ। ଏବେ ଆସନ୍ତୁ ବୃହତ ଲକ୍ଷ୍ମୀ ପୁରାଣରେ ଆଜିର ବିଷୟ ରହିଛି କାମଦକ୍ଷ ଜନ୍ମ ଓ ଯଜ୍ଞଶାଳ ନିର୍ମାଣ। ପଚାରୁଛନ୍ତି ପାର୍ବତୀ ଶୁଣ ପଞ୍ଚାନନ ଦକ୍ଷ କି କରିଲେ ତାହା କୁହ ତ୍ରିମୋଚନ ଦକ୍ଷ ବ୍ରହ୍ମାଙ୍କ ନିକଟୁ ମେଲାଣି ହୋଇଣ ଆପଣା ଆଶ୍ରମରେ ସେ ମିଳିଲେ ଯାଇଣ ଚନ୍ଦ୍ରକାନ୍ତି ପାଦ୍ୟ ଅର୍ଘ୍ୟ ଦେଲେ ଟିଆସିଣ ସ୍ୱାମୀଙ୍କୁ ପୁଛିଲେ ତାଙ୍କ କୁଶଳ ତକ୍ଷଣ ଦକ୍ଷ କହନ୍ତି ଶୁଣ ଯା ପୁଛିଲ ଯେ ମୋତେ ବୁଝାଇଣ କହୁଛି ମୁଁ ତୁମ୍ଭ ପ୍ରୀତି ଅର୍ଥେ ପିତାମହ ଦେଖି ପ୍ରଶଂସିଲେ ବାର ବାର ସୃଷ୍ଟି ସର୍ଜନେ ଧନ୍ୟ କହିଲେ ଯେ ଅପାର ମୋହର ସୁଖ ଯେ ନାର ଦଟି ଯେ ନ ସହି ମୋ ସଙ୍ଗରେ ବୈର ଭାବ ଆଚାରିଲେ ତହିଁ ଯେ ଧର୍ମ କରିଅଛ ଦୋଷର ଜନ ଯେଣୁ ବିଷ୍ଣୁଙ୍କର କୀର୍ତ୍ତି କରିଛି ଭଗନ ନବ ଭାଗ କରି ଦେଲି ସୃଷ୍ଟି ତାଙ୍କର ତେଣୁ ମୁଁ ପାପରେ ଭାଗି ହୋଇଲି ନ କର ନାରଦଙ୍କ ଠାରୁ ଏତେ କଥା ଶୁଣିଲଇ ପିତାମହଙ୍କ ପାଶରେ ପ୍ରବେଶିଲି ଯାଇ ବେଦବର ନହିଲେ ଯେ ଦୋଷ କିଛି ନାହିଁ ତୁମ୍ଭେ ଦୋଷୀ ବୋଲି ନାରଦ ଛନ୍ତି କହି ସାମାନ୍ୟ ଦୋଷ ନିମିତ୍ତ ପ୍ରତିକାର ମାନ ଯଜ୍ଞ କରିଣ ତାହା ଯେ ଦିଅ ନିବାରିଣ ସାମାନ୍ୟ ଦୋଷ ନିମିତ୍ତ ପ୍ରତିକାର ମାନ ଯଜ୍ଞ କରିଣ ତାହା
ଯଜ୍ଞକୁ ହିଁ ଆଗେ ପ୍ରିୟ ନିଶ୍ଚୟ କରିବାଇ ସକଳ ଦୋଷ ଯିବ ଯେ ମୋର ନଷ୍ଟ ହୋଇ ଯଜ୍ଞ କରିବାଇ ଅଛି ସଂକଳ୍ପ କରିଣ ମୁଁ ସକଳ ଦେବଗଣଙ୍କୁ ଦେବି ନିମନ୍ତ୍ରଣ ପିଶାଚ ରକ୍ଷ ଉରଗ ଯକ୍ଷ ସୁରଗଣ୍ୟ ଉରଗ ପନଗ ପତଙ୍ଗାଦି ଜୀବଗଣ ଗନ୍ଧର୍ବ କିନ୍ନର ଅଛନ୍ତି ଦେବଜ୍ଞ ମଧ୍ୟରେ ଚାରଣ ମହର୍ଷି ଦେବର୍ଷି ବ୍ରହ୍ମ ଋଷି ଯେ ସକଳ ନିମନ୍ତ୍ରୀ ଆଣିବି ଋଷି ଗଣଙ୍କୁ ନ କର ଜଳସ୍ଥଳ ବାୟୁ ଚଳନ୍ତି ଯେ ପ୍ରାଣୀ ଗଣ ଯଜ୍ଞ କରିଣ ଦେବଇ ମୁଁ ଆନ ଭୋଜନ ଯାନବାହନ ଚଢ଼ିଣ ପାଇନି ମନ୍ତ୍ରଣ ପ୍ରବେଶିଲେ ଚରଚିବି ତାହାଙ୍କୁ କେଶନ ସ୍ୱପ୍ନ କୋଟି ଜୀବ ସୃଷ୍ଟି କରିଛ ସଂସାରେ ତାଙ୍କରି ପାଳନ ଲାଳନ ନାହିଁ ମୋହଠାରେ ଜଗତ ଠାକୁର ଯେ ଶ୍ରୀ ବିଷ୍ଣୁ ଠାକୁର ପଡ଼ିଦାତ୍ରୀ ଲକ୍ଷ୍ମୀ ମାତା ଏହି ଜଗତର କୃପା ନ କରିବେ ଯେବେ ଶ୍ରୀ ବିଷ୍ଣୁ ଠାକୁର ଯଜ୍ଞ କରମ ସଫଳ ନ ହେବ ମୋହର ଦୟାମୟୀ ଜଗତ ମାତା ଲକ୍ଷ୍ମୀ ଠାକୁରାଣୀ ଯଜ୍ଞ ମୁଁ କରିବି ତାଙ୍କ ଠାରୁ ପଡ଼ି ଘେନି ପତ୍ନୀ ସଙ୍ଗତରେ ଦକ୍ଷ ବିଚାରି ଏସର କର ଯୋଡ଼ିଣ ଡାକିଲେ ପ୍ରଭୁ ନାରାୟଣ ଦକ୍ଷ ଚନ୍ଦ୍ରକାନ୍ତି ବେନି କରକୁ ଯୋଡ଼ିଣ ଶ୍ରୀ ବିଷ୍ଣୁଙ୍କୁ ମନରେ ସେ କଲେ ସୁମିରଣ ଜୟ ଜୟ ମହାପ୍ରଭୁ ଶ୍ରୀ ବିଷ୍ଣୁ ଠାକୁର ଜୟ ଜୟ ମହାପ୍ରଭୁ ବ୍ୟାପ୍ତ ଚରାଚର ତୁମ୍ଭେ ବ୍ରହ୍ମାଣ୍ଡ ଗୋସାଇଁ ବ୍ୟାପ୍ତ ଚରାଚର ସକଳ ଘଟ ବିହାରୀ ଜଗତ ଠାକୁର ସକଳ ଘଟରେ ବାସ କରିଛି ନିକର ପଙ୍ଗୁ ଲଙ୍ଘି ପାରେ ଗିରି ତୁମ୍ଭ କରୁଣାର ଜଗତ ଜନନ କର୍ତ୍ତା ତୁମ୍ଭେ ନାରାୟଣ ତୁମ୍ଭଙ୍କୁ ଚିନ୍ତିଲେ ହୁଏ ଦାରିଦ୍ର ଭଞ୍ଜନ ଦେବତାଙ୍କ ମୁଖ୍ୟ ତୁମ୍ଭେ ଜଗତ କାରଣ ଦୟା କରି ସର୍ବବିଘ୍ନ ନେଉ ଦୂରେ ଗଣ ଦିନ ଜନ ଦୁଃଖ ହାରି କରୁଣା ସାଗର ଜୟ ହେ ପରମାନନ୍ଦ ବିଶ୍ୱର ଠାକୁର ଚିନ୍ତା କଲେ ଭାସୁଛି ମୁହିଁ ଦିନ ଜନ ଦୟା କରି ଦୁଃଖ ମୋର ନିଅନ୍ତୁ ହରିଣ ତୁମ୍ଭେ ବାସୁଦେବ ସର୍ବ ମଙ୍ଗଳ କରଣ ତୁମ୍ଭଙ୍କୁ ଚିନ୍ତିଲେ କାମନା ଯେ ହୁଏ ପୂର୍ଣ୍ଣ ତୁମ୍ଭେ ଜଗତ କାରଣ ଶରଣ ରକ୍ଷଣ ତୁମ୍ଭେ କୃପା ସିନ୍ଧୁ ହର ଜନନୀ ଯେ ମାନ ଯେବେ ମୋହଠାରେ ନ ହୋଇବ ସୁପ୍ରସନ୍ନ ଭାସିଗଲି ମହାପ୍ରଭୁ ଦରିଆ ମଧ୍ୟଣ ତୁମ୍ଭ ଆଦେଶରେ ସୃଷ୍ଟି କରି ଜୀବଗଣ ତୁମ୍ଭ ପୃଥିବୀ ନ ବଳୁ ଭାଗରେ ବଣ୍ଟନ ନାରଦ ମହର୍ଷି ନିନ୍ଦା କଲେ ବାକ୍ୟ କହି ପିତାମହଙ୍କୁ ସକଳ ଦେଲେ ସେ ବୁଝାଇ ଯଜ୍ଞ କରିବାକୁ ଆଦେଶିଲେ ପିତା ମୋର
ଯଜ୍ଞ କଲେ ଖଣ୍ଡନ ଯେ ପାତକର ଭାର। ଦେବଦୈତ ଗନ୍ଧର୍ବ ପିଶାଚ କିନ୍ନର। ଯଜ୍ଞ ଯକ୍ଷଙ୍କୁ ନିମନ୍ତ୍ରୀ ଆଣିବି ବିକର। ସସୈନ୍ୟ ଆସିବେ ଯେ ନୃପତି ଯେ ସକଳ। ଚରାଚରକୁ କିପରି ଚରଚିବି ମୁହିଁ। ସନ୍ତୋଷ କରି ବିଦାୟ କିପରି ଦେବଇଁ। ସର୍ଜନା କରିଲି ପାଳିବାର ଶକ୍ତି ନାହିଁ। ହେ ବିଷ୍ଣୁ ଠାକୁର କର ଦୁଃଖ ମୋତେ ତ୍ରାହି। ବ୍ରହ୍ମାଣ୍ଡ ଠାକୁର ତୁମ୍ଭେ ଜଗତ କଲ୍ୟାଣ। ତୁମ୍ଭ ଦୟାରେ କରିବି କାର୍ଯ୍ୟ ସମାପନ। ଜଗତ ଜନନୀ ଲକ୍ଷ୍ମୀ ଶ୍ରୀ ବିଷ୍ଣୁ ଘରଣୀ। ମୋ ଯୁଗେ ରୁହନ୍ତୁ ମାତ କରୁଛ ଦାୟିନୀ। ସ୍ୱପ୍ନ କୋଟି ଜୀବଙ୍କର ପଡ଼ି ଦାତ୍ରୀ ତୁହି। ଯଜ୍ଞ ସମାପନ କର ମା ସୁଦୟା ବହି। ମାତାଙ୍କ ଦୟାରେ ମୁହିଁ ସନ୍ତୋଷ ହୋଇବି। ଭକ୍ଷ ଭୋଜ୍ୟ ଦେଇ କରି ସଭିଙ୍କୁ ତୋଷିବି। ସ୍ୱପ୍ନ କୋଟି ଜୀବ ଆସି ଏକତ୍ର ହୋଇବେ। ଆପଣ ସୁଦୟା କଲେ ସର୍ବେ ଶାନ୍ତ ହେବେ। ତୁମ୍ଭ ଶ୍ରୀ ଚରଣେ ମୋହି କରେ ନିବେଦନ। ଦୟା ବହି ମୋ ବିନତି ଘେନ ନାରାୟଣ। ଦକ୍ଷ ପ୍ରଜାପତିଙ୍କର ଶୁଣି ନିବେଦନ। ହରସରେ କଲେ ପ୍ରଭୁ ଅଭୟ ପ୍ରଦାନ। ହେ ପ୍ରଜାପତି ତୁମ୍ଭର କାତର ପ୍ରାର୍ଥନା। କାତର ନ ହୁଅ ତାହା କରିଲ ଘେନା। ତୋର ଭଣ୍ଡାର ଯେ ମହାଲକ୍ଷ୍ମୀ ଜଗିଥିବେ। ନିଜେ ପଡ଼ି ଦାତ୍ରୀ ମାତ ପଡ଼ି ବାଣ୍ଟି ଦେବେ। ବିଷ୍ଣୁଙ୍କର ଆଶ୍ୱାସନା ପାଇ ପ୍ରଜାପତି। ଯଜ୍ଞ କର୍ମ କରିବାକୁ ବଳାଇଲେ ମତି। ଚନ୍ଦ୍ରକାନ୍ତିଙ୍କୁ ଆଶିଷ ପାଶେ ବସାଇଲେ। କିପରି ଯଜ୍ଞ କରିବା ମନେ ବିଚାରିଲେ। ମର୍ତ୍ତ୍ୟପୁରେ ମହାଯଜ୍ଞ ହୋଇବ ଆମ୍ବର। ଦୁହେଁ ହରସ ମନରେ କରନ୍ତି ବିଚାର। ଦେବ ଦାନବ ମାନବ ଏକତ୍ରିତ ହୋଇ। ଗନ୍ଧର୍ବ କିନ୍ନର ଗଣ ମିଳିବେ କତହିଁ। ଦେବତା ମାନବ ଯେବେ ହେଲେ କସ୍ଥାନ। ଦେବଙ୍କ ତେଜେ ମାନବେ ଭସ୍ମ ହେବେ ପଣ। ହିମବନ୍ତ ବିଚାରନ୍ତି ରଚିବ ଯେ ଗୃହ। ତପ୍ତ ଶୀତକ ଏକତ୍ର ହେବଟି ନିଶ୍ଚୟ। ଚନ୍ଦ୍ରକାନ୍ତି କୁସଙ୍ଗରେ ଧରି ପ୍ରଜାପତି। ହିମାଳୟ ଗିରି ଶୃଙ୍ଗ ନିକଟେ ମିଳନ୍ତି। ହିମାଳୟ ପୂର୍ବ ଭାବେ ଶିଶିର ନାମରେ। ଏକଇ ଗିରି ଶୃଙ୍ଗ ଯେ ଅଛଇ ତହିଁରେ। ବିଷ୍ଣୁ ତୟା ନାମେ ନଦୀ ଉତ୍ତର ଦିଗରେ। ଅଛଇ ପର୍ବତ ଏକେ ଶିଶିର ଦେବରେ। 500 କ୍ରୋଶ ସେହି ବନର ଅଟଇ। ଧର୍ମ ନାମରେ ଯେ ବନ ରହିଅଛି ତଇଁ। ମର୍କତ ଶିଳା ତାର ନିକଟରେ ଅଛଇ। ବିଜେ କଲେ ପ୍ରଜାପତି ତହ ପରେ ଯାଇ। ସଙ୍ଗତରେ ଚନ୍ଦ୍ରକାନ୍ତି ଅଛନ୍ଦ୍ର ରହିଛନ୍ତି। ଆନନ୍ଦ ମନ ହୋଇଣ ତହିଁ ବସିଛନ୍ତି। ତହିଁ ବିହାର କରନ୍ତେ ଚନ୍ଦ୍ରକାନ୍ତି ଦକ୍ଷ। ପୁତ୍ର ଏକ ଜନମିଲା ନାମ କାମଦକ୍ଷ। ଅପାର ମହିମା ସେହି
ପୁତ୍ରର ଅଟଇ ଦିତିନିର ସ୍ଥାନ ପରି ସୁନ୍ଦର ଦିଶଇ ଦିତି ଦକ୍ଷର ସମାନ ଦିଶଇ ସୁନ୍ଦର କିୟ ବା ଦ୍ୱିତୀୟ ଦକ୍ଷ ମର୍ତ୍ତ୍ୟ ଅବତାର କାମ ଦକ୍ଷକୁ ଦକ୍ଷ ଭାସିଲେ ଯେ ନିକର ଯଜ୍ଞର ଯୋଗାଡ଼ କର ପ୍ରଭୁ ତୁ ଯାଇଣ ହେ ନନ୍ଦନ ମାନ ଏବେ ମୋହର ବଚନ ଆପଣା ମନରେ କାମ ଦକ୍ଷ ବିଚାରିଣ ଯଜ୍ଞର ଯୋଗାଡ଼ କେନେ କରିବ ମୁହିଁ ଯଜ୍ଞ ଯୋଗାଡ଼ କରିବା ମୁହିଁ ନ ଜାଣଇ ପିତାଙ୍କ ଆଦେଶ କାମ ଦକ୍ଷ ବିଚାରିଲା ଦକ୍ଷ ସମକକ୍ଷ ସତ ପୁତ୍ର ସୃଷ୍ଟି କଲା ଏକରୁ ଏକ ରୂପବନ୍ତ ଯେ ବଳବାନ ବିବେକୀ ଧର୍ମବନ୍ତ ଯେ ପୁଣି ଜ୍ଞାନବାନ କାମ ଦକ୍ଷ କହନ୍ତି ଯେ ଶୁଣ ସନନ୍ଦନ ମୋହର ପ୍ରିୟର ଯଜ୍ଞ କରିବେ ସ୍ଥାନ ସତ ଭାଇ ଚଳି ଯାଅ ଏକତ୍ର ମନରେ ନିର୍ମଲି ଆଣିବ ଜନ 14 ଭୁବନରେ ସ୍ନେହ ଭାବ ଲଗାଇଣ କରିନି ମନ୍ତ୍ରଣ ବୈଦପୁର ବାସୀଙ୍କୁ ଏ ସ୍ଥାନକୁ ଯେ ଆଣ କାମ ଦକ୍ଷ ପୁତ୍ର ଗଣ ଆଦେଶ ପାଇଣ 14 ପୁର ବନେ ଗଲେ କରିନି ମନ୍ତ୍ରଣ ଏହି ଉତ୍ତର ଶୁଣ ଯେ ଦେଇ କରି ମନ ପୁତ୍ର କି ପଠାଇ ଦକ୍ଷ କରିଲେ କି କର୍ମ ବିଶ୍ୱକର୍ମା ସ୍ମରିଲେ ସେଠାରେ ଯେ ରହିଣ ନିମିଷେ ବିଶ୍ୱକର୍ମା ଗଲେ ଯେ ପହଞ୍ଚିଣ ନିଜ ବିମାନେ ବରିଣ ପହଞ୍ଚିଣ କଲେ ସେହି ଦକ୍ଷ ପତିଙ୍କର ଚରଣେ ନମିଲେ ଦକ୍ଷ ବ୍ରହ୍ମା କହନ୍ତି ଶୁଣ ମୋର ଯେ ଗିର ପିତାଙ୍କ ଆଦେଶ ଯଜ୍ଞ ନିରବିନି କର ଯଜ୍ଞର ସମୟ 7 ଦିନଟି ଅଛଇ ଚତୁର୍ଦିଶ ପୁର ଜନେ ପ୍ରବେଶୀ ଯେ କହି ଅପୂର୍ବ ପୁର ମାନ ଯେ କରନ୍ତୁ ନିର୍ମାଣ ରହିବେ ପୁରରେ ନିମନ୍ତ୍ରିତ ଯେ ଜନ 2 ଦିନ ମଧ୍ୟରେ ପୁର କରିବା ନିର୍ମାଣ ଦକ୍ଷ ବ୍ରହ୍ମା ଶୁଣି ବିଶ୍ୱକର୍ମାଙ୍କ ବଚନ ସାଗର ଭାଙ୍ଗି ଭେଦିଣ ଶୁଭ ତହି ଦେଲେ ସୂତ୍ର ଅନୁସାରେ ଗୃହ ଆକୃତି ଗଢ଼ିଲେ ମନ ମଧ୍ୟରେ ବିଶ୍ୱକର୍ମା ଜନ୍ମିଲେ ସେ ପୁର ଚିତ୍ର ବିଚିତ୍ର ହୋଇଣ ହୋଇଲା ତୟାର ଅପୂର୍ବ ପୁରଟି ମଞ୍ଚେ ହୋଇଲା ନିର୍ମାଣ 7 ପୁର ମଧ୍ୟରେ 100 ଲକ୍ଷ ଗୃହ ଜାଣ ଅପୂର୍ବ ମନ୍ଦିର ଶୋଭା କି କହିବ କହ ଧାଡ଼ି ଧାଡ଼ି ହୋଇ ଗୃହ ଦିଶଇ ଶୋଭନ ବିଷ୍ଣୁ ଭଦ୍ରା କୂଳ ଦିଶେ ଅତି ମନୋରମ ସ୍ୱର୍ଣ୍ଣ ପାଚେରୀ ନିର୍ମିତ ସୁନ୍ଦର ସେ ପୁର ମଣିମାଣିକ୍ୟ ଛାଉଣି ଅତୀବ ସୁନ୍ଦର ଅଷ୍ଟରତନ କମରେ ପୁର ଷଷ୍ଠାବନ ଜ୍ୟୋତି ଭାସ୍କର ସଙ୍ଗରେ ଅଟଇ ସମାନ ଏକୁ ଏକ ସୁନ୍ଦର ଦିଶଇ ଅନୁପମ ମାଣିକ୍ୟର ଝଳି 100 କେତେକ ଗୃହେଣ ସୂତ୍ରେର ଯତକ ପର ନିର୍ମାଣ ଛଇ
ପ୍ରବାଳ ମର୍କତ କେହୁ ଶୋଭା ଦିଶୁଥାଇ। ନୀଳା ହୀରାର କାନ୍ଥଟି କାହିଁ ବିଦ୍ୟମାନ, ହୀରା ନୀଳାକେ ପୁର ଯେ ହୋଇଛି ନିର୍ମାଣ। ସ୍ଫଟିକେ ନିର୍ମାଣ ହୋଇଅଛି କେଉଁ ପୁର, ବୈଦୁର୍ଯ୍ୟ ଝଲକ ପୁଣି ଦିଶଇ ସୁନ୍ଦର। ମଣ୍ଡିତ ହରିଣ ଅଛି କେଉଁ ଯେ କେବଳପୁର, ସୁଗନ୍ଧି କୁସୁମେ ପୁର ଦିଶେ ମନୋହର। ଚାମର ସାର ଦେଇଣ ବିଚିତ୍ର ଭାସମାନ, ନାନା ଚନ୍ଦ୍ରା ତପମାନ ଦେଇ ବଞ୍ଚାଇଣ। ସୁବର୍ଣ୍ଣ କଳସ ବସିଅଛି ସର୍ବଦ୍ୱାରେ, ନାନା ରଙ୍ଗର ପତାକା ଉଡ଼ଇ ତାପରେ। ବହୁତ ଚାକଚକ୍ୟରେ ଯେ ପୁରକୁ ରଚନା, ନାନା ପ୍ରକାର ପଦାର୍ଥ ସାଇତି ରଖିଲା। ପାୟସ ସାକାର ନାନା ଦିଅନ ବ୍ୟଞ୍ଜନ, ଜୋରସ ପିଠ ଘଣ ଖାଦ୍ୟ ଯେ ଦ୍ରବ୍ୟମାନ। କର୍ପୂର ତାମ୍ବୁଳ ଇକ୍ଷୁ ରସ ଆଦି କରି, ମଧୁରସ ମାଛ ମାଂସ ରଖିଲା ସଜାଡ଼ି। ଗବ୍ୟକୃତ ଆବର ଯେ ପକ୍ୱ ଫଳମାନ, ଗୃହର ମଧ୍ୟରେ ସର୍ବ ରଖେ ସଜାଡ଼ିଣ। ଗଙ୍ଗା ଜଳକୁ ରଖିଲେ ସୁବର୍ଣ୍ଣ କୁମ୍ଭରେ, ହାତ ଧୁଆ ଗୋଡ଼ ଧୁଆ ତହିଁରେ ରଖିଲେ। ନାନା ପ୍ରକାର ପଲ୍ଲବତର ଚନ୍ଦନ, ଚତୁସମ ସହିତରେ ଅଳଙ୍କାର ମାନ। ମୟୂର ପଙ୍ଖା ଚାକ୍ଷର ରକ୍ଷିଣ ଛଇ, ସଜାଡ଼ି ପ୍ରତ୍ୟେକ ପୁରେ ରଖିଦେଲା ସେହି। ଯାହାକୁ ଯାହା ଲୋଡ଼ା ସେ ଦରବ ଯେମାନ, ଗୃହର ମଧ୍ୟରେ ରଖିଦେଲେ ସଜାଇଣ। ସ୍ୱୟଂ ବିଶ୍ୱକର୍ମା ପ୍ରଜାପତିଙ୍କ କଥାରେ, ପୁରମାନ ଅତି ଯତନରେ ସଜାଇଲେ। ମନ୍ଦିର ଗଛ ଅନେକ ସୁନ୍ଦର କରିଣ, ରାଜାଙ୍କ ଉଆସ ଦେବ ମନ୍ଦିର ଯେମାନ। ବିରାଟ ସଦନ ପାତ୍ର ମନ୍ତ୍ରୀ ଯେ ପାଇଣ, ଅରଣ୍ୟ ଆଶ୍ରମ ଋଷିଙ୍କ ବାସ କରିଲେ। ପୁର ଦେଖିଣ ଦକ୍ଷ ଯେ ଆନନ୍ଦିତ ହେଲେ, ବିହଙ୍ଗମଙ୍କର ପାଇଁ ରଚିତ ପବନ। ଜଳଜନ୍ତୁ ଅର୍ଥେ ଜଳା ଶୟନିରିମାଣ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ବର୍ଣ୍ଣ। ନିଜର ପରିଚୟ ଅଛନ୍ତି ଯେ ବହିଣ, ସଭିଙ୍କର ପାଇଁ ବାସ କଲେ କ ନିର୍ମାଣ। ଭିନ୍ନ ଭିନ୍ନ ବାସସ୍ଥାନ ରହିବାର ପାଇଁ, ବିରୋଧ ଭାବ ଯେନେ କେହି ଯେ ନ କରଇ। ଛତିଶ ପାଟକ ସେ ଯେ ରହିବାର ପାଇଁ, ଭିନ୍ନ ଭିନ୍ନ ଘର ନିର୍ମାଣିଲେ ତାଙ୍କ ପାଇଁ। ଯେତେକ ଜାତି ବ୍ରାହ୍ମଣ ରେ ଅଛନ୍ତି ରହି, ହାତୀଶାଳ ଘୋଡ଼ାଶାଳ କଲେ ନିର୍ମାଣ। ଜୁଆଶାଳ ମାନଶାଳ ନଟାପା ମନ୍ଦିର, ନାନା ବୋଲର ମଣ୍ଡପ ଦାଣ୍ଡ ଯେ ପାଟଣା। ଅଟାଳି ଜଗତି ଗଢ଼ି ଦେଲେ ଅକଳନା, କୂପ ବାମ୍ଫି ଆବର ପୁଷ୍କରିଣୀ ଯେମାନ। ସମସ୍ତ ନିର୍ମାଣ କଲେ ଶିଳ୍ପୀଙ୍କ ଉତ୍ତମ, ନବରଇପୁର ବିଶ୍ୱକର୍ମା ନିର୍ମାଣିଲେ। ଚତୁର୍ଦ୍ଦଶ ପୁର ଲୋକ ରହିବେ ସେ ପୁରେ,
ଚନ୍ଦନର ଛେରା ଛିଞ୍ଚି ଦେଲାଟି ଦାଣ୍ଡରେ ପାଏଡ଼ା ପଡ଼େ ଅପୂର୍ବ ବସନ ତହିଁରେ କପୁରର ଧୂଳିମାନ ବହଳେ ସିଞ୍ଚିଣ ତହି ପକାଇଲେ ସୁବାସିତ ଫୁଲମାନ ଆକାଶ ମଣ୍ଡଳ ବହୁ ଚନ୍ଦ୍ରାତପମାନ ପୂର୍ଣ୍ଣ କୁମ୍ଭମାନ ରଖାଯାଇଛି ଯତନ ଚାମର ଦର୍ପଣ ରଙ୍ଗେ ବସ୍ତ୍ରର ମଣ୍ଡଳୀ ସ୍ଥାପି ଅଛି ପୂର୍ଣ୍ଣ କୁମ୍ଭ ବିଶ୍ୱକର୍ମା ଜାଣି ଗଙ୍ଗା ଜଳ କନକ କୁମ୍ଭରେ ଭରପୁର ନାରିକେଳ ତତପତ୍ର ତଥିର ଉପର ରୋହି ମତ୍ସ୍ୟ ଦଧିକୁ ସେ ରାଜହଂସ ରଖି ରମ୍ଭା ବୃକ୍ଷ ଗଢ଼ିଛି ଯେ ଚକ୍ଷୁ ଜୀବ ଲାଖି ବରକୋଳି ପତର ଯେ କୁଶ ଦୁବମାନ ମାଳ ମାଳ ଝୁଲାଇଲେ ଯତନେ ବାନ୍ଧିଣ ସୁମଙ୍ଗଳ ଦୀପାବଳି ସବୁଠି ଜଳଇ ଦୂରକୁ ସଜାଇଛି ସେ ଉଜ୍ଜଳ ଦିଶଇ ମଳୟ ପବନକୁ ସେ କରିଲେ ସ୍ମରଣ ପ୍ରବେଶ ହୋଇଲା ଶୀତ ହିଁ ସମୀରଣ ମନ୍ଦ ମନ୍ଦ ବହୁ ଅଛି ମଳୟ ପବନ ପୁର ମହକି ଉଠିଲା ସୁଗନ୍ଧ ପାଇଣ ସୁବାସିତ କୁସୁମର ବାସନା ଖେଳଇ ସୁଧା ବଳି ସ୍ୱାଦ ଫଳ ରହିଣ ଛଇ ପୁଷ୍ପରେଣୁ ସମଉଡ଼େ ଧୂଳି ସୁବର୍ଣ୍ଣର ବସନ ଭୂଷଣ ଶୋଭା ଅତୀବ ସୁନ୍ଦର ସେ ନବପୁରର ଶୋଭା କି କହିବି ମୁହିଁ ଗଢ଼ିଅଛି ବିଶ୍ୱକର୍ମା ପଟାନ୍ତର ନାହିଁ ସୂର୍ଯ୍ୟଙ୍କ ଜ୍ୟୋତିକୁ ବଳି ଦିଶଇ ସୁନ୍ଦର ଖାତି ବଢ଼ି ଯାଇଅଛି ପୁଣି ସେ ପୁରର ଏହି ପୁର ବିଶ୍ୱକର୍ମା କରିଛି ନିର୍ମାଣ ପ୍ରଜାପତିଙ୍କ ସକାଶେ ସେ ପୁର ନିର୍ମାଣ ବିଷ୍ଣୁ ତୋୟା ନଦୀ କୂଳେ ଦିଶଇ ଶୋଭନ ଅଳକାପୁର ତାହାକୁ ନୁହଇ ସମାନ ଅତି ପୁଣ୍ୟ ସ୍ଥାନ ଅଛି ତହିଁର ମଧ୍ୟରେ ଦ୍ୱାଦଶ ଯୋଜନ ସେହି ପୁର ନିର୍ମାଣିଲେ ସୁବର୍ଣ୍ଣର ପାଚେରୀ ଯେ ରହିଅଛି ଘେରି ଗଢ଼ିଅଛି ବିଶ୍ୱକର୍ମା ଅତି ଯତ୍ନ କରି ଦେଖି କରି ଚତୁର୍ମୁଖ ଆନନ୍ଦିତ ମନ ପୁର ନାରୀଙ୍କ ଆବାସ ବହୁତ ନିର୍ମାଣ 40,000 ଉଚ୍ଚ ସେହି ଘର ମାନ 60 ହାତର ପିଢ଼ା ସଞ୍ଚା ନିର୍ମାଣ ବଖରାଏ ଘର 500 ହାତ ହୋଇ ଅପୂର୍ବ ଗୃହ ମାନ ସେ ସୁନ୍ଦର ଦିଶଇ ମଣିମାଣିକ୍ୟରେ ପୀଢ଼ ହୋଇଛି ନିର୍ମାଣ ରୌପ୍ୟ କାନ୍ଥ ଗୁଡ଼ିକ ଯେ ଦିଶେ ମନୋରମ ପ୍ରବାଳର ଶ୍ରେଣୀ ସେ ନୀଳାରେ ଖମ୍ବମାନ ମାଣିକ୍ୟ ମୁକୁତା ଖଞ୍ଜାରେ ଦୁଆର ମାନ ଅଗୁରୁର ରୁଅରେ କର ବିନ୍ଦଳି ମାନ ବିଦ୍ରୁମ ମୁକୁତା ଖଞ୍ଜା ଦିଶେ ସୁଶୋଭନ ମାଣିକ୍ୟ ଗୁରୁଜ ପୋହଲାର ଦ୍ୱାର ମାନ ଚଉପାଶେ ମାଳା ମାଳ ଛନ୍ତି ହଳିଣ ରେଖାନନ୍ଦ ବର୍ତ୍ତକ ରହିଛି ତାର ପରେ
ବଖରା ବଖରା ଗୃହ ଆନନ୍ଦ ମନରେ। ଶତଦଳ ସଙ୍ଗେ ହୀରା ପାଖୁଡ଼ା ଶୋଭନ, କମଳ ଠାଏ ଠାଏ ଯେ ଅଷ୍ଟ ଯେ ରତନ। ଗଜମୋତି ମାଳ ମାଳ ଲମ୍ବିଣ ଅଛଇ, ଦର୍ପଣ ଝଲକ ପାନ ପତ୍ରର ହଟଇ। ପାଣି ଡଳାକାର ଘଟ ଘଟ ଯେ ପହଳ, ରତ୍ନପାଟ ତୋରଣରେ ଝୁଲେ ମାଳ ମାଳ। ଚନ୍ଦନ କାଷ୍ଠର ଯେ ଦ୍ୱାର ବନ୍ଧମାନ, ଲୋକେ ଦେଖିଣତି ଯେ ଆନନ୍ଦିତ ମନ। ଚାତୁରୀ ଫୁଟି ଉଠିଣ ବିବିଧ କମର, ମନୋହରଣ କରଇ ଦେଖିବା ଜନର। ଅଷ୍ଟରତନ ଶୋଭନ ଅପୂର୍ବ ସେ ଘର, ସୂର୍ଯ୍ୟ ଚନ୍ଦ୍ରର କିରଣ ନିଉନ ପାଶର। ନିଜେ ବିଶ୍ୱକର୍ମା ଗଢ଼ିଲେ ହି ସଦନ, ନିର୍ମାଣର କୌଶଳ ତାଙ୍କୁ ଧନ୍ୟ ଧନ୍ୟ। ସୁବର୍ଣ୍ଣ କଳସ ବସି ଅଛି ତା ଉପରେ, ଧ୍ୱଜ ଚିହ୍ନ ପତାକା ଉଡ଼ାଇଣ ଯେପୁରେ। ପୁଷ୍ପ ଦର୍ପଣ ଚାମର ସୁବାନ୍ଧ ପାର, ବିଶ୍ୱକର୍ମା ମଣ୍ଡନ କରିଲେ ତା ଉପର। ପ୍ରଜାପତି ଦେଖି କରି ଆନନ୍ଦିତ ମନ, ଏବେ ଯଜ୍ଞଶାଳାକୁ ଯେ କରି ନିର୍ମାଣ। ଆଜ୍ଞା ପାଇ ବିଶ୍ୱକର୍ମା ଆନନ୍ଦିତ ମନ, ପାଞ୍ଚ କ୍ରୋଶେ ଯଜ୍ଞଶାଳ କରିଲେ ନିର୍ମାଣ। ସ୍ତମ୍ଭ ସୁବର୍ଣ୍ଣ ନିର୍ମିତ ପୀଢ଼ ମାଣିକ୍ୟର, ଉଚ୍ଚ ମଣ୍ଡପଢ଼ା ଶୋଭା ନାହିଁ ପଟାନ୍ତର। ମାଣିକ୍ୟ ଖଚିତ ପଞ୍ଚ ଶତ ଖମ୍ବ ଉଭା, ଚାଳ ଅଷ୍ଟରତନରେ କି ଅପୂର୍ବ ଦେବା। ନବରତନେ ମଣ୍ଡିତ ମଣ୍ଡପଟଇ, ସୁଜଳ ଚନ୍ଦ୍ରାତପ ଅଛି ସେ ଟଙ୍ଗାଇ। ବସନର ହୀରା ଚଉପାଶରେ ଶୋଭଇ, ଚଉପାଶେ ହୀରାର ଯେ କମ ବିରାଜଇ। ନୀଳାରେ ଓରାମାନ ଯେ ବତା ମାଣିକ୍ୟର, ରଜତର କୁଶ ଯେ ଛାଉଣି ତା ଉପର। ଚଉପାଶେ ମକର କରିଲେ ଯେ ସେ ଲେସନ, ଘୁରାଉଛି ଚାଳଟିକୁ ସତେକ ପବନ। ଧାଡ଼ି ଧାଡ଼ି କରିଣ ସେ ଖଞ୍ଜିଲା ତର୍ପଣ, ରତନ ଝୁମ୍ପା କେରି କେରି ଯେ ବିଦ୍ୟମାନ। ସୁଘ୍ନ ବସନ ମାନ ଯେ ଖଞ୍ଜିଲେ ତହିଁରେ, ଝଲସି ଉଠେ ପାତିଆ ଟଙ୍ଗାଇଣ ଦେଲେ। କପୁରର ରଜମାନ କୁଞ୍ଚ ଯେ ପଦ୍ଧତି, ମଣ୍ଡପର ଚଉପାଶ ଲଗାଇଲେ ପୁଣି। ବିଚିତ୍ର କାମ ସେ ଗଢ଼ି ଅଛି ଅକଳନ, ଜଡ଼ିତ ହୋଇ ରହିଛି ସେ ନବରତନ। ମଧ୍ୟ ଭାଗରେ ଯଜ୍ଞ କୁଣ୍ଡ ଯେ ଖୋଳାଇଲା, 1,000 ହାତ ସେ ଗର୍ତ୍ତକୁ କରିଲା। 50 ହୀରା ପାବଛ ମାନ ସେ କୁଣ୍ଡରେ, କୋଶେ କଟଇ ଲମ୍ବ ପ୍ରସ୍ତର ଆକାରେ। ବିଶ୍ୱକର୍ମା ସକଳ କଥା ଯେ ନିର୍ମାଣିଲେ, ଯଜ୍ଞର ସମ୍ଭାର ମାନ ପ୍ରସ୍ତୁତ କହିଲେ। ଦକ୍ଷ ବ୍ରହ୍ମାଙ୍କ ଆଦେଶ ବୁଦ୍ଧି ଖଟାଇଣ, ଗଢ଼ିଲେ ପୁର ଗୋଟି ଯେ କରିଣ ଯତନ।
ବହୁ ପ୍ରଶଂସୀନ ତାହାଙ୍କୁ ବିଦାୟ ଦେଲେ। ମେଲାଣି ମାଗିଣ ବିଶ୍ୱକର୍ମା ଚଳିଗଲେ। ନିଜ ଧାମେ ବିଶ୍ୱକର୍ମା କରିଲେ ଗମନ। ଗୀତ ଛନ୍ଦରେ ଭଣିଲେ ବୁଦ୍ଧିମନ୍ତ ଦିନ। କାମଦକ୍ଷ ପୁତ୍ରର ଶଙ୍କର ତ୍ରିଭୁବନବାସୀ ନିମନ୍ତ୍ରିବା। ଶୁଣ ଗୋ ପାର୍ବତୀ ଦେବୀ ଯୋଡ଼ିବେ ନିକର। କାମଦକ୍ଷର ଆଦେଶ ସତେକ କୁମାର। ସମସ୍ତଙ୍କୁ ଆଦର କଲେ ସେ ପୁତ୍ରଗଣ। ତିନି ପୁରବାସୀଙ୍କୁ ଦେଲେ ସେ ନିମନ୍ତ୍ରଣ। ଅକ୍ଷର ଦେଇଣ ବିନୟୀ କହି ବରନ। ତିନି ପୁରେ ଜଣେ ଜଣେ ଦେଇ ବର ଗିଣ। ଦକ୍ଷ ବ୍ରହ୍ମାଙ୍କର ନିମନ୍ତ୍ରଣ ଜଣାଇଲେ। ନିମନ୍ତ୍ରଣ ପାଇଣ ସକଳ ତ ସହେଲେ। ଦକ୍ଷ ପ୍ରଜାପତି ଯଜ୍ଞ କରୁଣାରେ ଅଛି। ବିଷ୍ଣୁ ତୋୟା ନଦୀ ଯହିଁ ବହୁଛି ସମ୍ପ୍ରତି। ନିଷ୍ଠୁର କାନନେ ଅତି ପ୍ରଭାବତୀ ପୁରେ। ଦକ୍ଷ ପ୍ରଜାପତିଙ୍କର ବାସ ସେ ସ୍ଥାନରେ। ଧର୍ମ ଅର୍ଥ କାମ ମୋକ୍ଷ ନିମନ୍ତେ କରନ୍ତି। ସେ ଜାଗାକୁ ଚଳନ୍ତି ନିମନ୍ତ୍ରୀ ଯେ ଅଛନ୍ତି। ଯଜ୍ଞାନ ଭୁଞ୍ଜିବ ପିତାମହଙ୍କ ଦର୍ଶନ। ପାଇ କରିଅର ଜୀବ ତୁମ୍ଭେ ମହାପୁଣ୍ୟ। ସ୍ତ୍ରୀ ପୁରୁଷ ସର୍ବେ ଯଜ୍ଞେ କରିବ ଗମନ। ବିଳମ୍ବନ କରି ଚଳି ଯାଅ ତତ୍କ୍ଷଣ। କାମଦକ୍ଷଙ୍କ ପୁତ୍ରଠୁ ବାରତା ପାଇଣ। ସକଳ ଜନେ କଲେ ଯଜ୍ଞକୁ ଯେ ଗମନ। ପୁରେ ପୁରେ ନିମନ୍ତ୍ରଣ କରିଲେ ସକଳ। 14 ବ୍ରହ୍ମାଣ୍ଡେ ବୁଲିଲେ ପଏ ସକଳ। ଭୂଲୋକ ସଲୋକ ସର୍ବଲୋକ ସେ ଯେ ଯାଇ। ଅକ୍ଷତ ଦେଇ ଯଜ୍ଞକୁ ବରିଲେ କସେହି। ଆକାଶ ପାତାଳ ଜଳେ ଯେଉଁ ଜୀବଗଣ। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସଙ୍ଗେଣ। ଗନ୍ଧର୍ବ ମାନବ କିନ୍ନର ଯକ୍ଷ ରକ୍ଷ ପୁଣି। ସକଳ ଜୀବମାନଙ୍କୁ ନିମନ୍ତ୍ରିଲେ ଜାଣି। କାମଦକ୍ଷ ପୁତ୍ରଙ୍କର ନିମନ୍ତ୍ରଣ ବଳେ। ନିଜ ଧନ୍ଦା ତେଜି ଗମିଲେଟି ଯଜ୍ଞସ୍ଥଳେ। ଜଗତର ଧାତା ଅଟନ୍ତି ଯେ ଦକ୍ଷ ବ୍ରହ୍ମା। ତାଙ୍କ ଆଜ୍ଞା ଅବଜ୍ଞାକେ କରିବ ଯେ ମନା। ଯେ ଯାହାର ପରିଜନ ସଙ୍ଗତେ ଘେଣିଲେ। ଭେଟି ଦ୍ରବ୍ୟ ଘେନି କର ଆନନ୍ଦରେ ଗଲେ। ଯଜ୍ଞ ନିୟନ୍ତ୍ରଣ ସର୍ବେ ଅଛନ୍ତି ଟିପାଇ। ସକଳେ ଆସୁଛନ୍ତି ତ ଆନନ୍ଦିତ ହୋଇ। ପ୍ରଭାବତୀ ପୁରେ ସର୍ବେ ଗଲ ପ୍ରବେଶିଣ। ଯଥା ଯୋଗ୍ୟ ବାସ ପୁଣି ହୋଇଛି ନିର୍ମାଣ। ମନ ଆନନ୍ଦରେ ସର୍ବେ ଆଗମନ କଲେ। ପ୍ରଭାବତୀ ପୁଣ ଯାଇ ହରସେ ରହିଲେ। ଯେପରି ଦରବ ସେହୁ କରେ ଦରକାର। ସଙ୍ଗେ ସଙ୍ଗେ ମିଳିଯାଏ ସେ ଦ୍ରବ୍ୟ ନିକର। ମହିମା ଦୁର୍ଲଭ ଯେଉଁ ପ୍ରଭାବତୀ ପୁର। ତ୍ରିପୁର ଜନ ମାନେ ଆସି ଯେ ହେଲେ ଠୁଳ। କାମଦକ୍ଷ କରୁଛନ୍ତି ସେ ବ୍ୟବସ୍ଥା ମାନ। ସଭିଙ୍କୁ ତ ଶାନ୍ତି ଦେଇଣ ଯେ ଦିବ୍ୟ ଭୋଜନ।
14 ଭୁବନ ଲୋକ ମିଳିଲେ ସେ ସ୍ଥାନ। କାମ ଦକ୍ଷ ଜଣାଇଲେ ପିତାଙ୍କୁ ତକ୍ଷଣ। ଆମନ୍ତ୍ରଣ ପାଇ ପ୍ରାୟ ଭୁବନ ରଜନ। ସକଳ ମିଳିଲେ ଆସି ସେହି ଯଜ୍ଞ ସ୍ଥାନ। ଆପଣଙ୍କ ଆଦେଶରେ ସମସ୍ତ ଇଲେ ଭେଟିମାନ ଧରିଛନ୍ତି ଆପଣା ହସ୍ତରେ। ସେମାନଙ୍କ ପାଇଁ ଯେଉଁ ବସ ଗଢ଼ିଛନ୍ତି ସେହି ବାସ ମାନ ପୂର୍ଣ୍ଣ ହେଲେ ସେ ଯାନ୍ତି। ପ୍ରଜାପତି ଧାତା ଶୁଣିଣ ଆନନ୍ଦ ମନ। ଚତୁର୍ଦଶ ବ୍ରହ୍ମାଣ୍ଡର କରତା ସେ ଜାଣ। ଯାହାଠାରୁ ଚତୁର୍ଦଶ ଭୁବନ ଉତ୍ପତ୍ତି। 56 କୋଟି ଜୀବନ ଜନମି ଅଛନ୍ତି। କେବଳ ସ୍ଥାନରୁ କିଏ କଲେ ଆଗମନ। ସକଳ ବିଷୟ ମୋତେ କୁହ ବୁଝାଇଣ। କାମଦକ୍ଷଙ୍କୁ ଜନକ ପ୍ରଶ୍ନ ପଚାରନ୍ତେ। କହନ୍ତି ଶୁଣ ଏବେ କହୁଛି ଯେ ସାକ୍ଷାତେ। ଅମରାବତୀରୁ ଇନ୍ଦ୍ର ଦେବ ଯେ ଅଇଲେ। କଳି ନୁହ ଯାଉଥିବ ତାଙ୍କରି ସଙ୍ଗରେ। ଅକଳନା ଧନ ଘେନି ଦେବ ମଘବାନ। ଆସିଛନ୍ତି ସୂର୍ଯ୍ୟ ଚନ୍ଦ୍ର ସଙ୍ଗେ ହୁତାସନ। କୁବେର ବରୁଣ ପବନ ଯେ ସଙ୍ଗେ ଛନ୍ତି। ଆବରଣ ଯେ ଦିଗପାଳ ସର୍ବେ ଆସିଛନ୍ତି। ସତ୍ୟ ତ୍ରେତୟା ଦ୍ୱାପର କଳି ଯୁଗ 4। 60 ସମ୍ବତ୍ସର ସଙ୍ଗରେ ଯେ ତାଙ୍କରି। ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍ପରଟି। 4 ମେଘଙ୍କ ସୈନୀ ସଙ୍ଗେ କୋଟି କୋଟି। ତହିତ ଗର୍ଜନ ନିର୍ଘାତ ତାହାର ନାମ। ନନ୍ଦନ ବନ ବାରସତୀ ପୁର ଯେ ଜାଣ। ତିଥି 15 ନବ ଗ୍ରହଙ୍କ ସଙ୍ଗରେ। 11 କରଣ ପ୍ରବେଶ ଯେ ହୋଇଲେ। ବିଘ୍ନ ସୃଷ୍ଟିକାର ଆସିଛନ୍ତି କାଳ ଗଣ। ଯମର କରଣ ଚିତ୍ର ଗୁପ୍ତ ତାଙ୍କ ନାମ। ବିଶ୍ୱଦେବା ଅଶ୍ୱିନୀ କୁମାର ବସୁଗଣ। ବିଶ୍ୱଦେବା ଅଶ୍ୱିନ କୁମାର ବସୁଗଣ। ଗୁଣନିଧି ପନଗ ଯେ ବୀର ଚିତ୍ରସେନ। ହାହା ହୁ ଗନ୍ଧର୍ବ ବୀର ପିପୁଳେଶନ। ବିଦ୍ୟାଧର ମାଳିଧର ଗନ୍ଧର୍ବ ସଙ୍ଗେଣ। ମଧୁର ଶାଳ କିନ୍ନର ମଳୟ ବସନ୍ତ। ଇନ୍ଦ୍ରଯକ୍ଷ ସେନ ସୁଧର୍ମା ସଭା ମଣ୍ଡନ। ଶରୀର ନନ୍ଦନ ହରି ସେନ ବୀର ସେନ। ସୁନନ୍ଦା ମାଳତୀ କୁନ୍ଦ କଣୟ ଗନ୍ଧର୍ବ। ମହାବଳୀ ଚୟ ହାୟ ବରହୟ ଗ୍ରୀବ। କିଙ୍କର କିଂପୁରୁଷ ଯେତେ ଯେ ଦେବଗଣ। ରୂପାନ୍ତେ ରୂପଜିନ ମୋରି ଯେ ବଚନ। ବିଷ୍ଣୁ ଅଧିକାରୀ ବୀର ବିବେକ ଯେ ସନ। যায় দিনেশ্বর ধীর শ্রমিক পালন। সচিপতি তনয় শ্রীলক্ষ গন্ধর্ব। সহস্রাক্ষଙ୍କ সঙ্গরে বিজয় সরব। নଳ କୁବେର ଦୁଇ କୁବେର ଯେ ନାଦନ। ତାହାଙ୍କର ସୂତ୍ର ଦକ୍ଷ ଗୋରସଟି ଜାଣ। ଶଙ୍ଖ ନିଧି ପଦ୍ମ ନିଧି ମଣିଭଦ୍ର ଜାଣ।
ଉତ୍ତର ନିଧି ଯେ ଦକ୍ଷ ଏହାଙ୍କ ନନ୍ଦନ୍ୟ। ଜଳ ତରଙ୍ଗୀ ସେ ଦୁଇ ମନ୍ତ୍ରୀ ବରୁଣର, ମହାମନ୍ତ୍ରୀ ଯୁଗ ଆଦି ପୁରୁଷ ପ୍ରବର। ଅଷ୍ଟାଦଶ ପୁରାଣ ବେଦ ଯେ ଚାରୋଟି, ଷଡ଼ଶାସ୍ତ୍ର ବ୍ୟାକରଣ ଜ୍ୟୋତିଷ ଶାସ୍ତ୍ରଟି। ଉପପୁରାଣ ଯେ ଷଡ଼ ଋତୁ 12 ମାସ, ଏମାନେ ପ୍ରଭାବତୀ ପୁରରେ ପରବେଶ। ସୁରଭି ଗୋମାତା କଳ୍ପତରୁ ଆଦି ଜାଣି, ସୁଧର୍ମା ସଭାକୁ ଓଇରେ ସାଙ୍ଗରେ ଘେନି। ପ୍ରଭାବତୀ ନଗରରେ ପରବେଶ ହେଲେ, ମନ ଆନନ୍ଦରେ ନିଜ ପୁରରେ ରହିଲେ। ମନୋବଳରେ ପୃଥିବୀ କରିଣ ଧାରଣ, ପାତାଳରୁ ବାସୁକି ଯେ କଲେ ଆଗମନ। ଅଷ୍ଟକୁଳା ନାଗ ଗଣ କଲେ ଆଗମନ, ସସୈନ୍ୟ ଆଇଲେ ଯଜ୍ଞ କରିବେ ଦର୍ଶନ। ମୀନ ଲୋକ ଯେ ପିଶାଚ ଲୋକ ଆଗମନ, ଶୁଣ ଗୋ ପାର୍ବତୀ ଦେବୀ ଦେବୀ କରି ମନ। କର୍ମ ଲୋକେ ଯେତେକ ଗଲେଟି ଯେ ମିଳିବା, ତକ୍ଷକ ଶୋଷକ ଯେ ଆଦିତ୍ୟ ନାଗମାଣ। ନିଜ ପରିଜନ ଘେନି ଗଲେ ସେ ମିଳିଣ, ଦେବଲୋକ ଧର୍ମଲୋକ ଜଗତ୍ମକ ଆଳ। ତପଲୋକ ମହାଜନ ଲୋକ ନିରାକାର, ଚତୁର୍ଦଶ ପୁରବାସୀ ଥିଲେ ଯେତେ ଜନ। ଦେବରାଜଙ୍କ ସଙ୍ଗରେ କଲେ ଆଗମନ୍ୟ, 33 କୋଟି ଦେବଙ୍କ ସୈନ ସେ କଳ। ଶଙ୍ଖ ବେନି 3 ପଦ୍ମ ହେଲେ ତହିଁ ଠୁଳ, 12 ସାଗର ଐରାବତ ହସ୍ତିମାନ। ଘୋଟକ ପରାର୍ଧ ତହିଁ ଗଲେ ପହଞ୍ଚିଣ, 20 ଶ୍ରେଣୀ ଯକ୍ଷ ଗନ୍ଧର୍ବ ପୁଣି 30। ସାଗରେ ବିଦ୍ୟାଧର ଦେଖି ହେଲେ ତୋଷ, 5 ଖଣି ଭୁଜଙ୍ଗ ଯେ ଅଙ୍କୁଶ କିନ୍ନର। ପିଶାଚ ସଙ୍ଗରେ ଛନ୍ତି କ୍ଷୌଣୀ ଯେ 13, 5 ଖୋହିଣୀ ଭୁଜ ଗଣ ସଙ୍ଗତର। ଅସଂଖ୍ୟ ଦ୍ୟୁଲୋକ ଯାହା କଳନା ବାହାର, ଇନ୍ଦ୍ରଦେବଙ୍କ ସମ୍ପଦ କଳିତ ନୁହଁଇ। ଦେବଗଣେ ଆସୁଛନ୍ତି ବୀରବାଦ୍ୟ ବାଇ, ଅସଂଖ୍ୟ ଛତ୍ରେ ଚାମର ବ୍ୟଜନ ଚିରାଳ। ମଣିମା ମଣିମା ଡାକ ପଡ଼େ ନିରନ୍ତର, ଅନେକ ସମ୍ପଦ ଯେନି ବିଜେ ସୁନାସିର। ପ୍ରଭାବତୀ ନଗ୍ରେ ସର୍ବେ ହୋଇଲେ ହାଜର, ବାଦ୍ୟକାର ବାହକ ସାଙ୍ଗରେ ଅଗଣନ। ପଏଦାର ପାଇକ ଯେ ନୃତ୍ୟ ଯେ କଳିଣ, ସକାଳ ପଦାର୍ଥ ମାନ ଏ ପୁରେ ଅଛଇ। ସନଳ ଥିବାର ଯକ୍ଷ କାହାର କି ହୋଇ, ଦକ୍ଷ ପ୍ରଜାପତି ଶୁଣିଣ ଆନନ୍ଦ ମନ। ସ୍ନେହ କୋଳାଗ୍ରତ କଲେ ଧନ୍ୟ ତୁ ନନ୍ଦନ, ଦେବଲୋକଙ୍କର ପରିଚୟ କଲୁ ଦାନ। ଏବେ ମୋତେ କହ ମର୍ତ୍ତ୍ୟ ପୁର ବିବରଣ, ପରମ ପ୍ରଭୁଙ୍କ ପାଦ ପଦ୍ମେ ଦେ ବାମନ। ବୁଦ୍ଧିମନ୍ତ ଦିନ ରଚେ ବସିଣ ପୁରାଣ। ମର୍ତ୍ତ୍ୟପୁରର ଆଗମନକାରୀଙ୍କ ପରିଚୟ।
ଯୋଡ଼ିବେନିଙ୍କର କାମ ଦକ୍ଷ ଯେ କହନ୍ତି ମର୍ତ୍ତ୍ୟପୁର ବିବରଣୀ ଶୁଣ ଦେଇ ଶ୍ରୁତି। ନବଦ୍ୱୀପ ନବରାଜନ ଯେ ଆସିଛନ୍ତି ମହାବଳବନ୍ତ ସଙ୍ଗତରେ ବହୁ ଯୋଧି। ଲକ୍ଷେ ନରପତି ଛନ୍ତି ସାଙ୍ଗରେ ତାଙ୍କର ସୈନ୍ୟ ସାମନ୍ତ ଯେ ଅଗଣିତ ସଙ୍ଗତର। ଅପାରୁ ଅପାର ସଙ୍ଗେ ଛନ୍ତି ପରିଜନ ଗାୟକ ବାଦକ ବହୁ ପରିବାର ମାନ। ଜମ୍ବୁଦ୍ୱୀପ ଆସିଛନ୍ତି ନୃପ ଜମ୍ବୁସେନ ଦ୍ୱିପକ୍ଷ ନୃପତି ଯେ ସୈନ୍ୟ ଯେ ଆଗମନ। 5 କୋଟି ଗଜ ଘୋଟକ ବେନି ସାଗର ସଜାଇ ଆଣନ୍ତି କୋଟିଏ କରହୁବର। ବହୁତ ସମ୍ପଦ ଘେନି ସେ ନୃପତି ଗଣ ସଙ୍ଗେ 60 କ୍ଷୌଣୀ ପଦାତିକ ସୈନ୍ୟ। ମହାରାଜ ଅନେକ ଦେଶରୁ ଆସିଛନ୍ତି ମାଳବ ଭୁଭୁଜାମହି ହାଟରୁ ଦେଖୁଛି। ଦିଲ୍ଲୀ ଉଡ଼ଙ୍ଗ ବିଦେହ ଗଙ୍ଗବକ କାଣୀ କୌଶିକ ନରେଶୀ ମନ୍ଦର ପୁରବବାସୀ। ଭୋଟ ନଗର ନହଣ ଗଳକ ନାଭଜ ଆନନ୍ଦ ଦେଶ ନୃପତି ଦେଖାନ୍ତି ତାହିଜ। ନୃପତ୍ରୀର ପୁରର ଦ୍ୱାର ଯେ ସେ ରାଜନ କଷୟ ଭୂପତି ବିଜେ ସ୍କନ୍ଧ ଦେ ସୁଜାଣ। ଯମନକ ଆଳି ଯେ ନେପାଳ ଯେ ଭୂପାଳ ଯୋଜନା ବାଳି ଯେ ନୃପ ଆନ ଜଳେଶ୍ୱର। ନଟବର ଭୋଟ ନୃପତି ମଥୁରା ଶୂନ୍ୟ ଗୁଜୁରାଟ ଅନାବର୍ତ୍ତକତି ମିରି ଶୂନ୍ୟ। ଡାହାଳ ନୃପତି ତାରା ହେବ ଜ୍ୟୋତିପୁର ହରିହରାଏ ଭୂପତି ହଟ ଯେ କେଶର। ଗଙ୍ଗାପୁର ରାୟ ସଙ୍ଗେ ଅଯୋଧ୍ୟା ନୃପତି ବିଜୟ କରିଛନ୍ତି ଯେ କାଶୀର ନୃପତି। ବହୁ ସୈନ୍ୟ ଯେନି ଶିବ କାଞ୍ଚନ ଭୂପାଳ ସିଂହାବେଣୀ ମଙ୍ଗନପୁରୀ ଯେ ମିଥିଳାର। ନଈର ସହର ଚଣ୍ଡୀ ମାହେଶ୍ୱରୀପୁର ସୁକୃତି ଖେରାଏ ପୁପି କନକପୁରୀର। ଆସ୍ତାଗୋଳ କୁଣ୍ଡ ନୃପ ବିଜୟ ନଗର ଚକ୍ର ପ୍ରଚଣ୍ଡ ଇଲେ କେଶରୀ ପୁରର। ଚନ୍ଦ୍ରମଣ୍ଡଳ ଯେ ବିରଞ୍ଚି ଯେ ନୃପରାଣ ଆଙ୍ଗବଙ୍ଗ କଳିଙ୍ଗ ଉଙ୍କା ଯେ ସେ ରାଜନ। ପାଟଳୀ ପୁତ୍ର ନୃପତି ଶୁଣି ତଟି ଜାଣ ଶାକ୍ୟଜ୍ଞ ଭୂପାଳ କେଶରୀ ଯେ ନର ରାଣ। ଜମ୍ବୁଦ୍ୱୀପ ନୃପଙ୍କର ଶୁଣିଲ ତ ନାମ ଅନ୍ୟ ଦେଶ ନୃପତିଙ୍କ ନାମ ମାନ ଶୁଣ। ପୁନଙ୍ଗ ବାନର ଜମ୍ବୁଦ୍ୱୀପ ନରବର 10 ଅକ୍ଷୀ ସୈନ୍ୟ ସଙ୍ଗରେ ସେ ଯେ ତାଙ୍କର। 5 ଲକ୍ଷ ଦଣ୍ଡଧର ସଙ୍ଗରେ ତାଙ୍କର ନିତ୍ୟ ପାଳନ୍ତି ପ୍ରଜାମାନଙ୍କୁ ସେ ସକଳ। ରାଜନ ମଣିଭଦ୍ର ସୁଭଦ୍ରା ଯେ ରାଜ୍ୟରେ ବିଭୂତ ନୃପବର ଭୂମନ୍ୟୁ ରାଜରେ। ବିଜୟ କାର୍ଯ୍ୟ କାକସ୍ଥର ଯେ ନୃପବର କାଚଣ୍ଡର ନୃପ ଆସି ଅଛନ୍ତି ସଙ୍ଗର।
ଚନ୍ଦ୍ରବାଳା ସୁବାହୁ ମାଧବ ନୃପରାଣ ନୀଳଭଦ୍ର କେଶରୀ ନୀଳ ମାଧବ ରାଜନ ବାଞ୍ଛାନିଧି କନକ ଯେ କେଶରୀ କୌଳିକ ନୃପମାନେ ଆସିଛନ୍ତି ଯୋଦ୍ଧା ଏକ ଏକ ଆବର ନେଇ ନୃପ କ୍ଷମତା ସୃଜନ କୋରଙ୍ଗ କାରଣ କାମିନୀ ମଣ୍ଡଳ ରାଣ କପତ କପୋଳ କାଞ୍ଚି କାବେରୀ ରାଜନ ଗଣଚକ ନୃପ ମତ୍ସ୍ୟ ଦେଶ ନୃପରାଣ ରଥି ପଦାତି ସଙ୍ଗରେ ଅସଂଖ୍ୟ ସୈନ ରଜବାଜା ଯୁଥ ଯୁଥ ଆସନ୍ତି ସକଳ ରହଣୀ କଲେ ସର୍ବ ପ୍ରଭାବତୀ ଯେ ପୁର କୁଶଲାଭ କୁଖ ଦୀପନ ରଙ୍ଗୀ ଯେ ଦୁଇ ଆସନ୍ତି ଲକ୍ଷେ ନୃପ ସଙ୍ଗ କରି ଯେ ସେହି 5 କୋଟି ହସ୍ତିର ବର 2 ଗୋଟି ଅର୍ଦ୍ଧଲକ୍ଷ ଅଶ୍ୱଘାରା ଦପଦାତି ଘୋଟି ଭୀମକେଶରୀ ଯେ କ୍ରଞ୍ଚ ଦ୍ୱାପର ଯେ ରାଜ ନରକେଶରୀ ନୃପ ପୁଣି ଯେ ସଙ୍ଗାତେଣ ସତ୍ୟକେଶରୀ ବିନ୍ଧ୍ୟ ମଧୁ କୀର୍ତ୍ତି ଯେ ନୃପ ହିରଣ୍ୟ ଭୁବନ କେଶରୀ ଯେ ସେ ପ୍ରତାପ 1 ଲକ୍ଷରୁ ରାଜନ ଅଧିକ ଅଛନ୍ତି ବେଲାଳ ନାମରେ ନୃପ ବିଜେ କେଶରନ୍ତି ବବ୍ରୁବାହନ ଯେ ଚକ୍ର କେତୁ ବୀରବର ବିଭୁ ବୃକ୍ଷ ସତ୍ୟ ସେନ ଜବନୀ ମେ ବୀର ପ୍ରକ୍ଷଦୀପ ନୃପବର ଶମ୍ଭୁରଣ ନାମ ଆବର କେତେକ ନୃପ କାନ୍ତି ଯେ ଗମନ ଅଗଳ ନଗଜ ବାଜି ପଦାତି କବଳ ବାଦ୍ୟଲାର ପଏକାର ନୁହଁଇ ଖଞ୍ଜଣ ଶ୍ଵେତ ବାହନ ଶ୍ଵେତ ଦୀପ ଯେ ନରବର ଲକ୍ଷେ କନୃପତି ଛନ୍ତି ସଙ୍ଗରେ ତାଙ୍କର କୁଣ୍ଡଳ ବ୍ରହ୍ମା ନୃପ କେତେ ଯେ କହି କହି ବିତିଯିବ ଦିନ ରାତି ଅଣ୍ଟିବନି କାହିଁ ଥାଟ ପାଟ ଧରି ସଙ୍ଗେ ସମସ୍ତ ଓଇଲେ ପ୍ରବେଶ ହୋଇଗଲା ଯେ ପ୍ରଭାବତୀ ପୁରେ ସକଳ ପୁରୁଷୂନ୍ୟ ଯେ କରି ଜନମାନ ଯଜ୍ଞସ୍ଥଳକୁ କରି ଅଛନ୍ତି ଆଗମନ ଯକ୍ଷ ରକ୍ଷ ନର ବାନର ଯେ ଉପଗମାନ କୀଟ ପତଙ୍ଗ ଆବର ସ୍ଥାବର ଜଙ୍ଗମ 14 ବ୍ରହ୍ମାଣ୍ଡର ସର୍ବଜୀବରେ ଗଣ ପ୍ରଭାବତୀ ପୁରେ ମିଳେ ଆନନ୍ଦ ହୋଇଣ ଦିବ୍ୟ ବସନ ଦିବ୍ୟ ଭୋଜିକୁ ସେ ଖାଇଣ ପ୍ରଭାବତୀ ପୁରେ ସର୍ବେ ଅଛନ୍ତି ରହିଣ ବିଶ୍ୱକର୍ମା ନିର୍ମାଣିଲେ ଯେତେକ ନଗର ଅଶେଷ ବ୍ରହ୍ମାଣ୍ଡ ଜନ ଅଛଇ ସେ ପୁର ମର୍ତ୍ତ୍ୟପୁରର ରାକ୍ଷସ ସର୍ବେ ଆସିଛନ୍ତି ଜଣେ ହେଲେ କେହି ତ ରହିତ ଯେ ନାହାନ୍ତି ଅଭାବ ନାହିଁ କେଉଁ ଦ୍ରବ୍ୟରେ ସେହି ପୁରେ ମୁଖରାବ ଶୁଭଇ ସିନ୍ଧୁ ଯେ ପରକାରେ କଳନା କରି ନୁହଁଇ ଅଗଣିତ ଜନ ଦକ୍ଷିଣ ପୃଥିବୀ ହୁଇଟି ଯେ କମ୍ପନ ଭକତ ଜନ ମାନେ ପ୍ରବେଶିଣ ଗଲେଟି କେବଳ ମହାବିଷ୍ଣୁ ଶଙ୍କର ଯେ ନାହାନ୍ତି ବ୍ରହ୍ମ ଋଷି ଗଣ ଆସି ନାହାନ୍ତି ସ୍ଥାନ
ମର୍ତ୍ତ୍ୟପୁର କଥା ଏବେ ମନ ଦେଇ ଶୁଣ। ବାମ ଦକ୍ଷ ବୀଣା ଦକ୍ଷ ପ୍ରଜାପତି ତହିଁ ଶାନ୍ତି ଲଭିଲେ ବହୁ ଧନ୍ୟବାଦ ସେ ଦେଇ। ମିଥ୍ୟାରତି କଥା କରୁଥିଲୁ ପରୀକ୍ଷଣ ଧ୍ୟାନ ଯେ ବସି ପାରିଛି ସକଳ ଜାଣିଣ। ସୃଜନେ ଶୁଣାଇଣ ପଢ଼ ଏ ପୁରାଣ ଗୀତ ଛନ୍ଦରେ ଭାସିଲେ ବୁଦ୍ଧିମନ୍ତ ଜନ।